ମୋ ଜ୍ୱର ହେଲା ଦେଖି ପାଟି ଭିତରେ ଘା ହେଲା ଏଠି ଆସିଲି ଦେଖିଲି କହିଲା କ୍ୟାନ୍ସର ହେଇଛି ଦେଖି କାମ ଲିଖିଲା କାମ ଲିଲି ଲୱାର ପରେ ଟିକେ ଭଲ ହେଲି ଭଲ ହେବାର ପରେ ସବୁ ରିପୋର୍ଟ କରା ପରେ ଲାଇଟ୍ ଦେବେ କହିଲି ମୁଁ ଆସିନି 3-4 ମାସ ଆସିନି ପୁଣି ଏবার ବାହାରିଛି ଆସିକି ଆଡମିସନ ହେଲି ଆଡମିସନ ହେଇଦିନ ପୁଣି କାମ ଚାଲିଛି ଏଇ ଗୁଟକା ତମାକୁ ବିଣ୍ଡି ଖୋଇନି ଏଇସବୁ ଖାଇକି ହେଉଛି ଆଉ କ'ଣ ଲୋକମାନଙ୍କୁ କହୁଛି ଯେ ବହୁତ କଷ୍ଟ ହେଉଛି ଯାକୁ ହେଉଛି ତ ବହୁତ କଷ୍ଟ ହେଉଛି ଯାହାର ହେଇଛି ସେ ବି ଜାଣିବେ ଶୁଣୁନାହାନ୍ତି ଆଉ କ'ଣ କହିବେ ନ ଖାଆନ୍ତି କହୁଛି ତ ଶୁଣୁନାହାନ୍ତି ଆଉ କ'ଣ କହିବି ଆଉ କହୁନି ଯାହା ବଥା ହେଉଛି ଆଉ ଯାହା ହେଉଛି ଆଉ କହିକି କ'ଣ ଯାହାଙ୍କର ହେଇଛି ସେ ବୁଝୁଛି କେତେ ବର୍ଷ ହେଲାଣି ଏଟା ଟ୍ରିଟମେଣ୍ଟ ରହିଲେଣି ଆପଣ? ଏଟା 2 ବର୍ଷ ହେଲା। 2 ବର୍ଷ ହେଲା। ଏଠି କେମୋ କେତେ ଥର ଆସୁଛନ୍ତି ସବୁ? କେମୋ ଏରାକେ 3ଟା leichi ଏଇ 4ଟା ପଡିଛି ଆবার ପୁଣି ନୂଆ ମାନେ ଇଏ ଚଲଛି ଟ୍ରିଟମେଣ୍ଟ। କୋ ବର୍ଷ ଆପଣ କେତେ ବର୍ଷ ହେଇଥିଲା ସେବେଠୁ ଖାଇଲେଣି? ବିଡ଼ି ବିଡ଼ି ତମାକୁ ସବୁ କେବେଠୁ ଖାଇଲେ? ବିଡ଼ି ତମାକୁ ବହୁତ ବର୍ଷ ହଁ ଛୋଟ ମୋ ଘରେ ବିଡ଼ି ଫ୍ୟାକ୍ଟ୍ରି ଥିଲା ସେ ଫୁସରି ଭଳିଆ ଆଗରେ ବାହାରି ଥିଲା ତାପରେ ଆମେ କହୁଛି ସରିଯିବ ଏଟା 2 ମାସ ହେଇଗଲା ତାପରେ ଉପରେ ସେ ପୁରା ଇଏ ଭଳିଆ ପାଟିରେ ବାହାରିଗଲା ଜିଭ ଉପରେ ବହୁତ କଷ୍ଟ ହଉଛି ହଁ କଷ୍ଟ ହଉଛି ନା ସେ ଆଗରେ ବଥା ହଉଥିଲା ଏଇନା ବଥା ହୁଏନି ଏବେ କଷ୍ଟ ହଉଛି ନା ନିଶ୍ୱାସ ବି ନେଉ ନା ତ ଏଠିକି ବଡ଼ ମେଡିକାଲ କେବେଠୁ ଆଇଲାଣି? ହେଇଗଲା ଆମେ 30 ତାରିଖ ଆସିଛୁ ତା ଆଗରୁ ଆସିନାହିଁ ଆମେ ଏଇଥର ପ୍ରଥମ ଆସିଛୁ ତ ଏଇ ଗୁଟକା ଖାଇକି ଏମିତି ସବୁ ହଉଛି ଭାବୁଛ? ହଁ ଗୁଟକା ଖାଇକି ତ କ'ଣ ତମେ କହିବାକୁ ଚାହୁଁଛ ଗୁଟକା କେହି ନ ଖାଇବାକୁ କହିବ? ହଁ ସମସ୍ତେ ଗୁଟକାକୁ ଛାଡ଼ିଦେବା ସେଇଟା ମୁଁ କହିବାକୁ ଚାହୁଁଛି କ'ଣ ଟିକେ ଜୋର କୁହ ସେ ସମସ୍ତେ ଗୁଟକା ଇଏକୁ ଛାଡ଼ିବାକୁ ମୁଁ କହୁଛି